ହ୍ୟାଲୋ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ଆଜି ପୁଣି ଆଉ ଗୋଟିଏ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଫେବୃଆରୀ ମାସର ଚତୁର୍ଥ ସପ୍ତାହର ଅଦ୍ବିକା ବୈଠକର ରେଜୁଲେସନ୍ଟିକୁ। ତାହେଲେ ଆସନ୍ତୁ ଭିଡ଼ିଓଟିକୁ ଆମେ ଆରମ୍ଭ କରିବା। ଅଦ୍ୟତା 28/2/26 ଥିବା 1 ଘଟିକା ସମୟରେ ଆମ ଡ୍ୟାସ୍ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଏଠାରେ ଆପଣମାନେ ନିଜ ଅଙ୍ଗନବାଡ଼ି କେନ୍ଦ୍ରର ନାମଟିକୁ ଲେଖିଦେବେ। ସାପ୍ତାହିକ ଅଦ୍ବିକା ବୈଠକର ଆୟୋଜନ କରାଗଲା। ଏହି ବୈଠକରେ ଗ୍ରାମର ସମସ୍ତ କିଶୋର କିଶୋରୀ, ଆଶା ଦିଦି, ଜିକେଏସ୍ ମେମ୍ବର, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଇତ୍ୟାଦି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଝରଣା ସାହୁ ସଖୀ ଏବଂ ଜ୍ୟୋତିଲକ୍ଷ୍ମୀ ସାହୁ ସହେଲି ଭାବରେ ବୈଠକ ପରିଚାଳନାରେ କର୍ମୀଙ୍କୁ ସହଯୋଗ କରିଥିଲେ। ଆପଣମାନେ ନିଜ କେନ୍ଦ୍ରର ସଖୀ ଏବଂ ସହେଲିର ନାମଟିକୁ ଏଠାରେ ଲେଖିଦେବେ। ପ୍ରଥମେ କର୍ମୀ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଆଜିର ବୈଠକର କାର୍ଯ୍ୟକୁ ଆରମ୍ଭ କରିଥିଲେ। ଫେବୃଆରୀ ମାସର ଚତୁର୍ଥ ସପ୍ତାହର ଆଲୋଚ୍ୟ ବିଷୟ ମାନସିକ ସ୍ୱାସ୍ଥ୍ୟ ଏବଂ ମନୋସାମାଜିକ ସୁସ୍ଥତା। କିଶୋର କିଶୋରୀମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ। 1ରେ ଅଧ୍ୟୟନରେ ଧ୍ୟାନ ଏବଂ ଦକ୍ଷତା ବୃଦ୍ଧି କରିବା। 2ରେ ସଫଳ ନିର୍ଣ୍ଣୟ କରିବାର ଦକ୍ଷତା ବୃଦ୍ଧି କରିବା। 3ରେ ଚିନ୍ତା, ଭୟ ଏବଂ ଚାପକୁ ମୁକାବିଲା କରିବାର କ୍ଷମତା ବୃଦ୍ଧି କରିବା। 4ରେ ସଠିକ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି କରିବା। ସାଧାରଣ ସମସ୍ୟା ଗୁଡ଼ିକ ହେଲା କିଶୋର କିଶୋରୀମାନଙ୍କ ଜୀବନରେ ଏକ ବିଶେଷ ପର୍ଯ୍ୟାୟ ବା ସମୟ ଆସିଥାଏ ଯେତେବେଳେ ତାଙ୍କୁ ବିଭିନ୍ନ ଚିନ୍ତା ଏବଂ ଚାପ ମଧ୍ୟରେ ଗତି କରିବାକୁ ପଡ଼େ। ଏହି ପର୍ଯ୍ୟାୟରେ ସାଧାରଣ ସମସ୍ୟା ଗୁଡ଼ିକ ହେଉଛି 1ରେ ଆତ୍ମବିଶ୍ୱାସର ଅଭାବ, 2ରେ ପରିବାର ଏବଂ ମିତ୍ରମାନଙ୍କ ସହିତ ଘରୋଇ ସମସ୍ୟା, 3ରେ ଚିନ୍ତା ଏବଂ ଚାପର ଅଧିକତା। ଏହିସବୁ ବିଷୟ ଗୁଡ଼ିକ ଉପରେ ଆଲୋଚନା କରାଗଲା। ଶେଷରେ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଗଲା। ଭଉଣୀମାନେ, ଆଶା କରୁଛି ଆଜିର ରେଜୁଲେସନ୍ଟି ନିଶ୍ଚିତ ଆପଣମାନଙ୍କର ପସନ୍ଦ ହେବ। ତାହେଲେ ପ୍ଲିଜ୍ ଗୋଟିଏ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ ମାଧ୍ୟମରେ ଜଣାଇବେ ଆଜିର ରେଜୁଲେସନ୍ଟି କିପରି ଲାଗିଲା। ରହିଲି।